ତୁମର ପ୍ରତ୍ୟେକ ଚୟନ ତୁମକୁ ଏକ ନୂତନ ଲକ୍ଷ୍ୟ, ଏକ ନୂତନ ମାର୍ଗ ପାଇଁ ପ୍ରେରଣା ଦେଇଥାଏ, ଯେଉଁଠାରେ ପୁଣି ଥରେ ତୁମକୁ ନୂତନ ପସନ୍ଦ କରିବାକୁ ପଡ଼ିଥାଏ ଏବଂ ତୁମ ଦ୍ୱାରା କରାଯାଇଥିବା ସମସ୍ତ ଚୟନ ହିଁ ଅନ୍ତତଃ ଏହା ସୁନିଶ୍ଚିତ କରିଥାଏ କି ତୁମର ସମସ୍ତ ଜୀବନ କେଉଁ ପଥ ଦେଇ ଚାଲିବ ଏବଂ ତୁମର ଆତ୍ମାକୁ କେଉଁ ଅନୁଭବ ଦେଇ ଗତି କରିବାକୁ ପଡ଼ିବ। ଏଥିପାଇଁ ମୋର ପିଲାମାନେ ସର୍ବଦା ବୁଦ୍ଧିମତାର ସହିତ ଚୟନ କର। ସ୍ମରଣ ରଖ ଯେ ଅନ୍ୟ କେହି ନୁହେଁ ବରଂ ତୁମେ ସ୍ୱୟଂ ହିଁ ନିଜ ଭାଗ୍ୟର ସୃଷ୍ଟିକର୍ତ୍ତା ବା ନିର୍ମାତା। ତୁମେ ଜୀବନରେ ଆଜି ପର୍ଯ୍ୟନ୍ତ ଖୁସି ଖୋଜୁଛ, ଗୋଟିଏ ଚମତ୍କାର ପାଇଁ ଅପେକ୍ଷା ରଖୁଛ ଏବଂ ଏକ ଭଲ ସମୟ ଆସିବା ପାଇଁ ପ୍ରତୀକ୍ଷା କରି ରହୁଛ। ମୋ ପିଲାମାନେ, ଚମତ୍କାର ଏବଂ କୃପା ତ ପ୍ରତ୍ୟେକ ନିଶ୍ୱାସରେ ଅଛି, ପ୍ରତ୍ୟେକ ମୁହୂର୍ତ୍ତରେ ଅଛି। ଖୁସି ତ ଏଇଠାରେ ଏବଂ ଏବେ ଅଛି, ତାହା ବର୍ତ୍ତମାନ ଏହି କ୍ଷଣିରେ ଉପସ୍ଥିତ ଅଛି। ତେଣୁ ତାହାକୁ ଅପେକ୍ଷା କର ନାହିଁ, ବରଂ ସ୍ୱୟଂ ଆଗକୁ ବଢ଼ି ତାହାକୁ ଆଲିଙ୍ଗନ କର। ନିଜ ଜୀବନର ମହତ୍ତ୍ୱକୁ ବୁଝ, ଉଠ, ଶକ୍ତିଶାଳୀ ହୁଅ, ଆଗକୁ ବଢ଼ି ଚାଲ। ମୋ ଆଶୀର୍ବାଦ ସବୁବେଳେ ତୁମ ସହିତ ଅଛି। ଓମ୍ ସାଇ ରାମ, ଜୟ ସାଇ ରାମ।